ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟର ସନ୍ତାନ, ମୁଁ ଜାଣିଛି ତୁମର ବର୍ତ୍ତମାନ କାର୍ଯ୍ୟ ପୂର୍ଣ୍ଣ ହେଉନି ବୋଲିକି ତୁମ ମନରୁ ବିଶ୍ୱାସ ହରେଇ ବସିଛ ଆଉ ସମସ୍ତଙ୍କ ଆଗରେ କହୁଛ। ବାବା ବହୁତ ଲୋକଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ କରିଦେଉଛନ୍ତି। ସେ ଯେଉଁଟା କହୁଛନ୍ତି ସାଙ୍ଗେ ସାଙ୍ଗେ କରିଦେଉଛନ୍ତି, ହେଲେ ମୋର ଇଚ୍ଛା ବାବା ଜମାରୁ ବି ପୂର୍ଣ୍ଣ କରୁନାହାନ୍ତି। ତୁ ଏମିତି ତୋ ମନରେ ଚିନ୍ତାଧାରା ରଖନି। ମୋର ତୋ ପାଇଁ ବି ଚିନ୍ତା ଅଛି। ତୋର ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ଜୀବନରେ ଦୁଃଖ ଆଉ ସୁଖ ଦୁଇଟି ଜିନିଷ ଲାଗିକି ରହିଥାଏ। ସବୁଦିନ ଦୁଃଖ ରହିନଥାଏ କି ସବୁଦିନ ସୁଖ ବି ରହିନଥାଏ। ତୋର ତ ମୋ ଉପରେ ଭରସା ନାହିଁ। ତୁ ଟିକେ ଭରସା କରୁଛୁ, ପୁଣି ଟିକେ ଏପଟ ସେପଟ ହେଇଗଲା ବେଳକୁ ତୁ ମୋ ଉପରେ ବିଶ୍ୱାସ ହରେଇ ଦେଉଛୁ ଆଉ ସମସ୍ତଙ୍କ ଆଗରେ କହୁଛୁ। ଆଚ୍ଛା କହିଲୁ, ଭଗବାନ ଭଳିଆ ଲୋକ କ'ଣ ଦୁଃଖ ପାଇନାହାନ୍ତି? ମୁଁ ଯେତେବେଳେ ଶିରିଡ଼ିରେ ଥିଲି, ମୋ ବାବା, ତୋ ବାବା କହୁଛି, ମୁଁ ଯେତେବେଳେ ଶିରିଡ଼ିରେ ଥିଲି ମୋତେ କେମିତି ବ୍ୟବହାର କରାଯାଉଥିଲା। ଏମିତିକି ଇଟା ପଥରର ମାଡ଼ ବି ଖାଇବାକୁ ପଡ଼ୁଥିଲା। ତୁ ଖାଲି ସବୁବେଳେ ଏମିତି ଭାବୁଛୁ। ତୁ ଯଦି ବିଶ୍ୱାସ ଭରସାକୁ ଭାଙ୍ଗିଦେବୁ, ତାହେଲେ ତୋ ଜୀବନରେ ଆଗକୁ ତୁ କେମିତି ଯିବୁ? ମୁଁ ତ ସବୁବେଳେ କହିଛି, ଯିଏ ମୋ ଆଡ଼କୁ ଗୋଟେ ହାତ ବଢ଼େଇବ, ମୁଁ ତା ଆଡ଼କୁ 100 ହାତ ବଢ଼େଇବି। ଏଇଟା ମୋର ପ୍ରତିଜ୍ଞା। ଯେଉଁ ଭକ୍ତ ମୋତେ ଶ୍ରଦ୍ଧା ବିଶ୍ୱାସରେ ପତ୍ର ଫୁଲଟେ ଦେଲେ ବି ମୁଁ ତାକୁ ଗ୍ରହଣ କରିଥାଏ। କିନ୍ତୁ କାହା କର୍ମଫଳ ଉପରେ ମୁଁ କେମିତି କାର୍ଯ୍ୟକ୍ଷେପ କରିବି? କର୍ମଫଳ ତ ଭୋଗ କରିବାକୁ ପଡ଼ିବ। ହଁ, ତୁମେ ଯଦି ଈଶ୍ୱରଙ୍କ ଉପରେ ଭରସା ବିଶ୍ୱାସ ରଖିବ ଆଉ ଧର୍ମ ମାର୍ଗରେ ଚାଲିବ, କିଛି କର୍ମଫଳ ମୁଁ ତୁମର କାଟିଦେବି। ଆଉ ଯଦି ତୁମେ ଭୁଲ ରାସ୍ତାରେ ଯିବ, କୁକର୍ମରେ ଲିପ୍ତ ରହିବ, ପର ଘର ପର ସଂସାରକୁ ଭାଙ୍ଗିବ, ତାହେଲେ ତୁମେ କେମିତି ଆଗକୁ ବଢ଼ିପାରିବ? ତୁମ ଜୀବନରେ କେବେ ବି ତୁମେ ସୁଖରେ ରହିପାରିବନି। ଏବେ ବି ସମୟ ଅଛି, ତୁମେ ବଦଳି ଯାଅ। ଓମ୍ ସାଇରାମ।